ଆଜ୍ଞା ନମସ୍କାର। ମୁଁ ଯାଯାବର ନମସ୍କାର ପ୍ରେସରୁ ନମସ୍କାର। ଆସିଥିଲି। ଜାଗାର ଆପଣ ପ୍ରେସ୍ ଆଜ୍ଞା ହଁ ଭାଇ କହୁଥିଲେ ଗୋଟେ ସାଙ୍ଗ ଯିବେ ଯାହା ଆଜି ଆପଣଙ୍କୁ ଦେଖା କରି ବହୁତ ମତେ ନିଜକୁ ଗର୍ବିତ ଲାଗୁଛି। ବସନ୍ତ ବସନ୍ତ। ଥ୍ୟାଙ୍କ ୟୁ। ହେଲେ ସାର୍ ଆପଣ ଏତେ କମ ବୟସରେ ଯୋଉ ଗୁଣ୍ଡା ଗର୍ଦିରୁ ଆସିଲେ ସେଇଟା କାର ହାତ ଅଛି ସକ୍ସେସ୍ ଅଛି? କମ ବୟସରେ କାହିଁକି ମୁଁ କ୍ରିମିନାଲ ହୁଁ ହେଇପାରିଲି? କାହାର ହାତ ନାହିଁ କି ମତେ କିଏ ଦେଖନ୍ତୁ ଫାଷ୍ଟ କଥା ହେଲା ମୁଁ ସୋସିଆଲ ମିଡ଼ିଆରେ ଆସିବାକୁ ଚାହୁଁନି। ହୁଁ ହୁଁ। ଆପଣ ପରିଚୟ ମୋ ସାଙ୍ଗ ମୋର ଆଚ୍ଛା ଘନିଷ୍ଠ ବନ୍ଧୁ ଥିଲେ ତ କହୁଥିଲେ ଗୋଟେ କରିବା ହୁଁ। ତେଣୁକରି ଆପଣଙ୍କୁ ମୁଁ ମାନେ ବହୁତ ଥର ଆପଣଙ୍କ ପାଖକୁ ଆସିବା ପାଇଁ ଚେଷ୍ଟା କରିଛି ବଟ୍ ଆପଣ ମୋତେ ଟାଇମ ଦେଇ ପାରୁନଥିଲେ। ଆଜି ଟାଇମ ଦେଲେ ବହୁତ ବହୁତ ଅଶେଷ ନାଇଁ ଧନ୍ୟବାଦ ହଁ ଆପଣଙ୍କୁ। କାରଣ କଣ କି ମୁଁ ଦିନେ ଅନ୍ୟାୟ ଦେଖିକି ହୁଁ ହୁଁ ମୁଁ ଯାଇଥିଲି ମିଡ଼ିଆ ବାଲା ପାଖକୁ ହୁଁ ହୁଁ। ତ ମିଡ଼ିଆ ବାଲା ମୋତେ ଠେଲି ଦେଇଥିଲି। ଆଚ୍ଛା ମିଡ଼ିଆ ବାଲା ମୋତେ ଠେଲି ଦେଲା ପରେ ମୁଁ ଦେଖୁଥିଲି ଛାଟ ଉପରୁ ହୁଁ ହୁଁ। ତ ବହୁତ ଲୋକ ମୋତେ ଦେଖୁଥିଲେ ମୋତେ ବହୁତ ଇନସଲ୍ଟ ଲାଗିଲା। ତେଣୁକରି ମୁଁ ଆଚ୍ଛା ଭାବିଥିଲି ଯେ ଏମିତି କିଛି କରିବି ହୁଁ ହୁଁ ଯେ ମୁଁ ସୋସିଆଲ ମିଡ଼ିଆରେ କେବେ ଆସିବିନି। ଯଦି ବା ପ୍ରେସ୍ ବାଲା ମୋ ପାଖକୁ ଆସେ ହୁଁ ହୁଁ ତାହେଲେ ମୁଁ ତାକୁ ସେମିତି ଅପମାନ ଦେବି। ହୁଁ ହୁଁ। ସେଥିପାଇଁ ମୁଁ କୋଉ ପ୍ରେସ୍ ବାଲା ଯଦି ମୋ ପାଖକୁ ଆସେ ତାହେଲେ ମୁଁ ବାଡ଼େଇବାର ଆଚ୍ଛା ଆଚ୍ଛା ପୁଣି ଦୁନିଆ ପ୍ରକାର ଇନସଲ୍ଟ କରିବାର ଆଚ୍ଛା ପନିସମେଣ୍ଟ ଯେତେବେଳେ ମୋ ଆତ୍ମ ଆଘାତ ଲାଗିଛି ମୁଁ ପୁଣି ଛାଡ଼ିବି। ହୁଁ ହୁଁ ସେଥିପାଇଁ ମୁଁ କୋଉ ସୋସିଆଲ ମିଡ଼ିଆରେ ଆସେନି କି ମୋତେ ସାହସ କରି ପଚାରେନି ଆଚ୍ଛା ପଚାରି ନାହାନ୍ତି। ଆଉ ଖାସ୍ କରି ମୋତେ ଡରିବେ ସମସ୍ତେ। ଆଉ ତମେ ମୋ ଘନିଷ୍ଠ ବନ୍ଧୁ ହେଲି ଆଚ୍ଛା ମୁଁ ଆସି ମତେ କେତେବେଳେ ବାଡ଼େଇ ଦେବନି ତ? ନାଇଁ ମୁଁ ସେତିକି ମାଇଣ୍ଡ ମେକଅପ୍ କରିବି। କାହିଁକିନା ଆପଣ ଦେଖନ୍ତୁ ଏତେ କମ ବୟସରେ ଏତେ ବଡ ଗୁଣ୍ଡା ହେଲେ ପୁଣି ଆଉ ତ ସେ ଲାଇନରୁ ଆଉଥରେ ଓହରି ଗଲେ ମାନେ ଏହାର କାରଣ କଣ ଆମେ ଜାଣିବା ପାଇଁ ଚାହୁଁଛୁ? ହଁ ମୁଁ କହିବାକୁ ଗଲେ ଏ ତ ବହୁତ କିଛି ବଡ଼ କାହାଣୀ। ମିଡ଼ିଆ ସୋସିଆଲ ମିଡ଼ିଆରେ ଆଉଛି ହୁଁ କୋଉଠୁ ଆରମ୍ଭ କରିବି? ଅଚାନକ କାହିଁକି ମୁଁ ଚଷମା ଧରିଥିବି ହାତରେ ମୁଁ ପିନ୍ଧି ସାରିଲା ପରେ ମୋ ମନରେ ଗୋଟେ ଅଲଗା ଭାବନା ଆସିଯାଏ। ହୁଁ ହୁଁ। ଯଦି ମୁଁ କୋଉଠିକି ଯିବି ତ ଫାଷ୍ଟ କଥା ମୁଁ କହିବାକୁ ଚାହୁଁଛି ମୋତେ କିଏ ଗୁଣ୍ଡା ସଜେଇନି। ହୁଁ ହୁଁ। ମୋ ମନେ ମନେ ଗୋଟେ ମୁଁ ଭାବିବାର ଯେ ମୁଁ କିଛି ଗୋଟେ ଅଛି ମୋ ଭିତରେ ଗୋଟେ କଣ ଅଛି। ଯେହେତୁ ସାମ୍ନାକୁ ମାନେ ବାହାରକୁ ଆସିବା ଦରକାର। ଏମିତି ତ ପ୍ଲାଟଫର୍ମରେ ଅନେକ କିଛି ସେମାନେ କାହାକୁ ଖାଦ୍ୟ ବାଣ୍ଟିବା କାହାକୁ ହେଲ୍ପ କରିବା କାହାକୁ ମାନେ କିଛି ବି ସାହାଯ୍ୟ କରିବା ସେ ଲାଇନ ନ ଧରି ଆପଣ ହଠାତ୍ ଗୁଣ୍ଡା ଗର୍ଦି ଲାଇନକୁ ଆସିଲେ କେମିତି ହୁଁ ଏତେ କମ ବୟସରୁ? ନାଇଁ ଏଇଟା ବି ଗୋଟେ ପ୍ରକାର ଠିକ ଫାଷ୍ଟ ମୁଁ ବି ଯୋଉ ଗୁଣ୍ଡା ମୁଁ ଆଗ କ୍ରାଇମ କରୁଛି ସବୁ ଇଏ ଅନ୍ୟାୟ ନିୟମ ଭଳି ସବୁ କିଛି କରିଛି। କିନ୍ତୁ କିଛି ହାସଲ କରିବାକୁ ପଡିଛି ଯେହେତୁ ଜୋର ମୁଁ କିଛି ଅନ୍ୟାୟ ବି କରିନି। କିଛି ଜୋର କରିକି ମୁଁ ହାସଲ କରିଛି। ହୁଁ। ଏମିତି ଯାହା ବି ଯୋଉ କ୍ରାଇମ ଦେଖୁଛନ୍ତି ମୁଁ ଏମିତିଆ ମାନେ କିଛି ଲୋକରୁ ଆଣିକି କିଛି ଲୋକକୁ ଦେଇଥାଉଛି। ହୁଁ ହୁଁ। ଆସିଲେ ମୋ ମନକୁ ଆସିଲା କାହିଁକି ଆପଣ ପଚାରୁଛନ୍ତି ନା? ଆଜ୍ଞା ଦେଖନ୍ତୁ ଫାଷ୍ଟ କଥା ହେଲା ମୁଁ ଯୋଉଠି ଅଚାନକ କୋଉ ଜାଗାକୁ ଗଲେ ମତେ ଲୋକ ଦେଖିକି ଡରନ୍ତି। ମୋ ସମସ୍ତେ ଭାଇ ଭାଇ ଡାକନ୍ତି। ଆଚ୍ଛା ଆଚ୍ଛା। ତ ମୁଁ ଯଦି ବସରେ ବସିଛି ତାହେଲେ ଅଚାନକ ଯିଏ ମୋ ପଛରେ କିଏ ବସିଥିବ ମୋତେ ଡାକିଦେବେ। ତାହେଲେ ମୁଁ ଅନେଇଦେବି ତ ସେ ମୋତେ ଦେଖି ଟିକେ ଡରିଯିବେ। ସକ୍ ହେଇଯିବ ହଁ ହଁ ଡରିଲା ଟାଇପ ହେଇଯିବ ହୁଁ ତାପରେ କଣ କି ମୁଁ ଯଦି ମତଲବ କଥା ହବ କି କଣ ମୁଁ ବସିଥିବି ଏକଲା ତ କିଏ ଆସିକି ବସିବ ହୁଁ ହୁଁ ତାହେଲେ କି ସେ ସାଇଡ ହେଇଯିବ ହୁଁ ହୁଁ କି କୋଉ କଥା ପଚାରିବାକୁ ଚାହୁଁଥିବ ମୁଁ ଯଦି ଅନେଇ ଦେବି ତାକୁ ଆଉ ପଚାରିବନି ଯଦି ପଚାରି ପାରିବ ହୁଁ ହୁଁ ତାହେଲେ ପଚାରିଲା ସମୟ ତାର ତାର ପାଟି ଥରୁଥିବ ହଁ ହଁ ତାର ମାନେ ମୁଁ ଟିକେ ଦେଖି ସକ୍ ହେଇଯିବ ହଁ ମଝିରେ ଗୋଟେ ଡିପ୍ରେସ ପଳେଇ ହୁଁ ଆସିଥିବ ମାନେ କଣ କହିବି କଣ ହୁଁ ନାହିଁ। ତାପରେ ମୁଁ ଓଠୁ ଦେଖିଥାଉଛି ତାଙ୍କର ଥରୁଥିବ ଆଚ୍ଛା କିନ୍ତୁ ଆଚ୍ଛା ପ୍ରାୟ ସମୟରେ ତା ସମସ୍ତେ ମତେ ଯୋଉଠିକି ଗଲେ ବି ହୁଁ ଭାଇ ଡାକନ୍ତି। ମୁଁ ଏକଲା ଆସିକି ଶୋଇଲା ସମୟରେ ଏକଲା ବସିଥିବା ଟାଇମରେ ମୁଁ ଭାବେ ଯେ କଣ ମତେ ସମସ୍ତେ ଜିତୁ ଭାଇ ଡାକନ୍ତି। ମୁଁ ଭାବିଲି ମୋ ମନେ ଗୋଟେ ଭାଇଗିରି ଅଛି।
ମୋ ଆତ୍ମା ଭିତରେ ମାନେ ଗୋଟେ ମୋ ଆଚ୍ଛା ଭିତରେ ଆଚ୍ଛା ଆପଣ ଗୋଟେ ଇନ ମନରେ ଭାବୁଛନ୍ତି ଯେ ମୁଁ ଗୋଟେ ଏ ଲେଭେଲକୁ ପଳେଇ ଆସିଲି ମାନେ କଣ ଥିଲି କଣ ହେଲି କମ ବୟସରେ। ହୁଁ। ମୁଁ ମନେ ମନେ ଭାବିବାର ଯେ ମତେ ସମସ୍ତେ ଭାଇ ଭାଇ ମାନେ ମାନେ ଭାଇ ହିସାବରେ ଡାକନ୍ତି ତା ମତେ ମୋ ଗୋଟେ ଭାଇଗିରି ଭିତରେ ଅଛି ହୁଁ ହୁଁ ଯେହେତୁ ପଦକୁ ଆଇବା ଦରକାର। ହୁଁ ହୁଁ ଆଉ ମୁଁ ବି ଅନ୍ୟାୟ ଦେଖିଲି ସହିପାରିନି ନ ସହିପାରିଲା ସମୟରେ ହୁଁ ମୁଁ କଣ କି ଏ ବିଷୟରେ ଭାବି ଭାବି ହୁଁ ତ ବହୁତ ଜାଗାରେ ମୁଁ ଜାଗା ବୁଲିଥାଉଛି। ମୁଁ ଖାଲି ଓଡ଼ିଶା ନାହିଁ ଆମର ଗଞ୍ଜାମ ମାନେ ଓଡିଶା ଓଡିଶା ବାହାରେ ବି ଆପଣଙ୍କ ନାଁ ଅଛି ମୁଁ ଯାହା ଦେଖିଲି ଯେ। ଫାଷ୍ଟ ମୁଁ ଆରମ୍ଭ କଲି ଆମ ଗଞ୍ଜାମରୁ ହୁଁ ହୁଁ ତାପରେ ଫାଷ୍ଟ ଗଞ୍ଜାମରୁ ତାପରେ ବମ୍ବାଇ ହୁଁ ହୁଁ ତାପରେ ବାଙ୍ଗଲୋର ଏମିତି କିଛି କିଛି ଜାଗାରେ ମୁଁ ଆରମ୍ଭ କଲି ହୁଁ ହୁଁ ସେଥିପାଇଁ ମତେ ବାହାରେ ବି ପରିଚିତ ମୁଁ ଅଛି ହୁଁ ହୁଁ। ଲୋକ ମତେ ମାନନ୍ତି। ନାଇଁ କାଲକାଟାରେ ଯୋଉ କାଳୁ ଭାଇ ଜାଣିଛନ୍ତି କାଳୁ ଭାଇ ତାଙ୍କେ ବି ଫାଷ୍ଟ ଆପଣଙ୍କ ନାଁରେ ଗଲେ ନା ଏମିତି ବ୍ରହ୍ମପୁର ଆସିନି ଆପଣ ପ୍ରାୟ କାଲକାଟା ଯିବା ଆସିବା ହୁଁ କରନ୍ତି ହୁଁ। ମତେ କାଳୁ ଭାଇ କହିଥିଲେ ଆପଣ କାଲକାଟା ମାନେ ଯୋଉଠି ଗଲେ ଆପଣଙ୍କ ନାଁଟା ପୁରା ହଇଚଇ ଉଠୁଛି। କଣ କି କଲିକତାରେ ବି ଗୋଟେ ହେଇଗଲା ଅନ୍ୟାୟ ଆଚ୍ଛା ଆଚ୍ଛା ତ ମୁଁ ଦେଖି ସହିପାରିଲିନି ଶହେ ଶହେ ଲୋକ ହୁଁ ହୁଁ ମୁଁ ହୁଁ ଏକଲା ସାମ୍ନା କରିବାକୁ ପଡ଼ିଲା। ଆଚ୍ଛା ଆଚ୍ଛା ସେଇଠି କିଛି ପ୍ରୋବ୍ଲେମ ଫେସ୍ କରିବା ପାଇଁ ପଡିଲାନି ନା। ନାଇଁ ସାମ୍ନା କରିବାକୁ ପଡ଼ିଲା କହୁଛି ତ ତାଙ୍କେ ଶହେ ଲୋକ ମୁଁ ଏକଲା ଆଚ୍ଛା ପୁଣି ଅନ୍ୟାୟ ଚାଲିଛି ସେଠି ତ ଭଗବାନ ଭଗବାନ ମୋ ସହିତ ଅଛି। ୟୁ ଆର୍ ପୁରା ହଁ ଗ୍ରେଟ୍। ତ ମୁଁ ସେଇଠି ସାମ୍ନା କରିବାକୁ ପଡ଼ିଲା ଶହେ ଲୋକକୁ ହୁଁ ହୁଁ ମୁଁ ବାଡ଼େଇ ଦେଲି 30 40 ଜଣଙ୍କୁ ବାଡ଼େଇ ଦେଲି ମାନେ ବାଡ଼େଇ ଏକାଥରେ 30 40 ଜଣ ହଁ ବାଡ଼ା ପିଟା କରିକି 30 40 ଜଣଙ୍କୁ ପୁରା ମୁଡ଼ି ଫୋପାଡ଼ି ଦେଲି ଘିରି 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 ବୁଲେଇ କୁଆଡ଼େ କୁଆଡ଼େ ଫୋପାଡ଼ିଲି ଠିକ୍ ନାହିଁ। ହୁଁ 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 ହଁ ସେଠୁ ଅନ୍ୟାୟ ମୁଁ ରୋକିଲି ଅନ୍ୟାୟ କଣ କି ଥିଲା ସେଠି ହୁଁ ହୁଁ ସେଠି କଣ କି ଥିଲା କିଛି ଦେହ ବେପାର ଚାଲୁଥିଲା। ଆଚ୍ଛା ଆଚ୍ଛା ତ ଗୋଟେ ଭିକ ମାଗୁନାହାନ୍ତି ଭିକାରୁଣୀ ମାନେ ଯୋଉ ଷ୍ଟେସନ ମାନେ ହୁଁ ହୁଁ ତ ସେଇଠି ଯୋଉ ଝିଅ ଯାହା ଜନ୍ମ ହଉଛନ୍ତି ତାଙ୍କର ଘର ଦ୍ୱାର କିଛି ନାହିଁ ତ ତାଙ୍କ ମାନଙ୍କୁ ସେମାନଙ୍କୁ ନେଇକି ହୁଁ କି ବିକ୍ରି କରିଦଉଛନ୍ତି ତ ନହେଲେ ଭାବିନ ସେମାନଙ୍କୁ ଉଠେଇକି ଯୋଉ ବୁଢ଼ା ବୁଢ଼ୀ ହେଲା ତାକୁ ଉଠେଇକି ନେଇଯାଉଛନ୍ତି 4 5 ଦିନ ମୋ ମା କହିଲେ ତା ପାଟି କଲେ ବି ଯେ ଷ୍ଟେସନରେ ଆରପିଏଫ୍ ଥିବ କି ପୁଲିସ ଥିବ ହୁଁ ହୁଁ ଜିଆରପି ଥିବ ତାଙ୍କୁ କଣ କହୁଛନ୍ତି ତାଙ୍କ ନିଜର ମା ହେଇଥିବ ଆଙ୍କ କହୁଛ ମୋ ମା ମା ନଥାଉ ଅସଲି ଦେଖିବାକୁ ଗଲେ ହୁଁ ସେଠି ପାଗଳ ମାନେ ଅନ୍ୟକୁ ବୁଢ଼ା ବୁଢ଼ୀ ଯୋଉ ଯେତେବେଳେ ଖାଇବା ଅଭାବ ପଡୁଛି ସେମାନେ ଷ୍ଟେସନରେ ରହୁଛନ୍ତି ହୁଁ ସେମାନଙ୍କୁ ଉଠେଇ ଏମାନେ ନେଇଯାଉଛନ୍ତି ହୁଁ ତାଙ୍କ କିଡନୀ ବାହାର କରିକିରି ମେଡିକାଲ ମାନେ କିଛିଟା ପଇସା ପାଇଁ ମାନେ ବାଟବଣା ହଁ କରୁଛନ୍ତି। ସେମାନେ ଉଠେଇ ନେଇଯାଉଛନ୍ତି ହୁଁ ହୁଁ ଗୋଟେ ଡକ୍ଟର ପାଖରେ ହ୍ୟାଣ୍ଡଓଭର କରିଦେଲା ପରେ ତାଙ୍କୁ ଟଙ୍କା ବି ହଁ ମିଳିଯାଉଛି। ହଁ ତାଙ୍କର ଇନକମ ହେଇଗଲା ହୁଁ ହୁଁ ତାପରେ ତାଙ୍କର କିଡନୀ ବାହାର କରି ତାଙ୍କ ବିଭିନ୍ନ ମାନେ ପ୍ରକାର ମାନେ ତାଙ୍କେ ଟଙ୍କା ପାଇଁ ପୁରା ତଳକୁ ଖସି ହଁ ଯାଉଛନ୍ତି ହଁ କହିବା କଥା। ତ ସେ ଅନ୍ୟାୟ ଦେଖିଲା ପରେ ହୁଁ ହୁଁ ଗୋଟେ ଝିଅକୁ ଷ୍ଟେସନ ଜାଗାରୁ ଉଠେଇ ନଉଥିଲେ ମୁଁ ପଚାରିଲା ପରେ ତ ସେଇଠି ତାଙ୍କେ ଆସିଥିଲେ 4 5 ନବ କିନ୍ତୁ ଅଚାନକ 100 ନବ ହେଇଗଲେ ଆଚ୍ଛା ମୁଁ ପଚାରିଲି ଭାଇ ତମେ ନଉଛ କୁଆଡେ ବୁଝିଲେ ହୁଁ ହୁଁ ତ ମୁଁ ତ ହିନ୍ଦୀରେ ପଚାରିଲି ମତେ ସେ ଭାଷା ଜଣା ନାହିଁ ଆଚ୍ଛା ତ ହିନ୍ଦୀରେ ପଚାରିଲା ପରେ ହୁଁ ହୁଁ ସେମାନେ କହିଲେ ମୁଁ ବି ହିନ୍ଦୀ ଟିକେ ଥଙ୍ଗ ଥଙ୍ଗ ପଚାରେ କାହିଁକିନା ମୁଁ ଆଚ୍ଛା ସେତେ ପାଠ ପଢିନି ଆଚ୍ଛା ଆଚ୍ଛା ଗରିବ ଘର ପିଲା ମୁଁ ଛୁଆ ଆଚ୍ଛା ସେଠୁ ମାନେ ପୁରା ଜିରୋରୁ ଆପଣ ହିରୋ ହେଇଛନ୍ତି ବୋଲିଆ କଥା। କହିବାକୁ ଗଲେ ସେ ଆଚ୍ଛା କଣ କି ସେଇଠୁ ତାପରେ ମୁଁ ପଚାରିଲି ଭାଇ ନଉଛ ଆକୁ ନଉଛ ଇଏ ତମର କଣ ହବ ଫାଷ୍ଟ କୋଶ୍ଚିନ୍ ଥିଲା ସିଏ କହିଲା ଯେ ଆମର ଗୋଟେ ସିଷ୍ଟର ତାଙ୍କ ହୁଁ ମୁଣ୍ଡ ଦୋଷ ଟିକେ ଅଛି ପୁଲିସ ବି ଦେଖୁଛି ମୁଁ କହିଲି ସାର୍ ଆଙ୍କର ଭଉଣୀ ହେଲେ ମୁଁ କହିଲି ଭଉଣୀ ହେଲେ ପ୍ରମାଣ କଣ ହୁଁ ହୁଁ ତ ମତେ ଟିକେ ଗିରି ଗିରି ଅନେଇଲେ ତାଙ୍କ ନେବା ପାଇଁ ଚନ୍ଦରା ହୁଁ ହୁଁ ତ ମୁଁ ସହିପାରିଲିନି ମୁଁ ପୁଲିସ ପଚାରିଲି ଯେ ସାର୍ ଇଏ ଯୋଉ ଝିଅକୁ ନଉଛନ୍ତି ଏମାନେ ହୁଁ ହୁଁ ତ କାହିଁକି ନଉଛନ୍ତି ତ ନଉଛନ୍ତି ତ ମାନେ ଆଙ୍କର ପରିଚୟ କଣ ଆଧାର କାର୍ଡ ଟା ମାଗ ସେ ଝିଅର ଆଧାର କାର୍ଡ ମାଗ ପରିଚୟ ମାଗ ତାହେଲେ ଏ ଭାଇ ଭଉଣୀ ନା ପ୍ରକୃତରେ ଆଙ୍କ ଭାଇ ଭଉଣୀ ନା କଣ ଆଉ କଣ ହଁ ହଁ ଜଣା ପଡିବ। ପୁଲିସ ମୋ କଥା ମାନିବାକୁ ନାରାଜ ହୁଁ ତାଙ୍କ ହୁଁ ହଁ ହେଇଥିବ ପୁଲିସ ପାଗଳ ଭାବିଲା ମାନେ ତାଙ୍କୁ ଲାଞ୍ଚ ଦେଇକିରି ବୋଧେ କାମ ସବୁ ହଁ ହଉଥିଲା। ହେଇଥାଇପାରେ ଗୋଟେ ପକ୍ଷ କହିଲେ ହେଇଥାଇପାରେ ଦରକାର ପଡ଼ିଲେ ତାଙ୍କେ ଭାବୁଥିବେ ନାଇଁ ଏଇଠି ସବୁ ପାଗଳ ବେକାରୀ ମାନେ ସବୁ ଗଦା ହେଇକି ରହୁଛନ୍ତି ଯାଉ କୁଆଡେ ଯାଉ ଏଇଠୁ ରାସ୍ତା ମାନେ ଆମର ଲାଇନ ଟା ପୁରା କ୍ଲିୟର ହେଇଯାଉ। ମାନେ ଆମର ଏଇ ଷ୍ଟେସନ ଟା ତ ଭଲରେ ରହିବ ହୁଁ ଏସବୁ ରହିକି ସବୁ ବେକାରିଆ ଆବର୍ଜନା ମାନେ ଯୋଉ ଖରାପ କରି ସବୁ ରହୁଛନ୍ତି ଦେଖିବାକୁ ସୁନ୍ଦର ଦେଖାଯାଉନି ହୁଁ ହୁଁ ପୁଲିସ ଚାହୁଁଛି ମୋ ମୁଣ୍ଡ ଗୋଟେ ଅଳିଆ ମୁଁ କହିବାକୁ ଗଲେ ପୁଲିସ ଚାହୁଁଛନ୍ତି ଗୋଟେ ଅଳିଆ ହଟିଯାଉ ହଟିଯାଉ। ହଁ ସେଥିପାଇଁ ତାଙ୍କେ ଏତେ ମନ କାମ ଦଉନାହାନ୍ତି ତ ମୋ ମନ ସହିଲାନି ହୁଁ ହୁଁ ତମେ ନେଇକି ତାକୁ ଯଦି ଖାଇବାକୁ ଦେଇକି କୋଉଠି ରଖିଥାନ୍ତ କି ତ ସେ ଅଲଗା କଥା। ତା ପାଇଁ ନେଇକି ତା ଭବିଷ୍ୟତ ଗଢିଥାନ୍ତ ସେ ଗୋଟେ ଗଲା ହୁଁ ଆଉ ଗରିବ ତ କଣ କରିବ ସମସ୍ତେ ଆଇଛି ଦିନ କିଏ ତ ପଇସା ଏମିତି ପଇସା ବାଲା ସମସ୍ତେ ହେଲେ ତ ଆମେ କାହିଁ ପୁଲିସ ହେଇଥାନ୍ତେ ସେ କାହିଁ ଭିକାରୀ ହେଇଥାନ୍ତା ଆଚ୍ଛା ଆଚ୍ଛା ତେଣୁ ଆମକୁ ସାହାଯ୍ୟ କରିବା ଆମେ ଯଦି
ଉପରେ ଲେବଲରେ ମାନେ ଅଛନ୍ତି ତାହେଲେ କିଛି ଗରିବ ଲୋକଙ୍କୁ ସାହାଯ୍ୟ କରିବା ସାହାଯ୍ୟ ଆବଶ୍ୟକ। କରିବା ଆବଶ୍ୟକ। ଉଁ, ସେଇଠୁ ସେଇଠୁ ମୁଁ ସେଇଠୁ ରୋକିବାକୁ ଲାଗିଲି। ଦେଖିବାକୁ ଗଲା ପରେ ତାଙ୍କେ ଆଧାର କାର୍ଡ଼ଟା ଦେଖିଲେନି। ହୁଁ ହୁଁ ନ ଦେଖିଲା ପରେ ମୁଁ ଝଗଡ଼ା କଲି। ଝଗଡ଼ା କଲା ଭିତରେ ସେ ଜଣ ମାନେ ମୁଁ ଯୁକ୍ତି କଲା ଭିତରେ ମୋର ଜଣେ କଲହ ହେଲା। ହୁଁ ହୁଁ। ତ ମୁଁ ତାକୁ କ'ଣ କଲି ତା ହାତକୁ ମୋଡ଼ିକି ସେଟା ଭାଙ୍ଗିଦେଲି। ଆଚ୍ଛା। ଭାଙ୍ଗିଦେଲା ପରେ ବି ତାଙ୍କେ ଭାଙ୍ଗିଦେଲି ମୁଁ ରାଗିଗଲି। ମୋ ମନରେ ଗୋଟେ କ'ଣ ଆସିଲା। ସେ ଝିଅକୁ ବି କହିଥାଏ ମାନେ କହୁଥିବାର ମାନେ ବଞ୍ଚାଅ, ବଞ୍ଚାଅ। ତ ମୁଁ ଭାବିଲି ପାଗଳ ତ ନାହିଁ, ପାଗଳ ବି ନାହିଁ ମାନେ ନାଗୁନଥିଲା ଗୋଟେ ଏଙ୍ଗେଲରେ ସେ ପାଗଳ। ହୁଁ ହୁଁ ଲାଗୁଥିଲା ସେ ଗୋଟେ ଭିକାରୀ ମାନେ ଖାଇବାକୁ ଅସୁବିଧା। ହୁଁ ହୁଁ ତ ମୁଁ ତା ହାତ ମୋଡ଼ିକି ସେ ଲୋକର ହାତ ମୋଡ଼ିକି ଭାଙ୍ଗିଦେଲି। ଅନ୍ନ ନ ପାଇଲା ମୁଁ ତା ଗୋଡ଼ ଧରି ବୁଲେଇ ଫୋପାଡ଼ିଦେଲି। ହୁଁ ହୁଁ। ଆଉ ଦି ଜଣ ଯାଇକି ତାଙ୍କୁ ଡାକୁଛି ଆଉ ଜଣଙ୍କୁ ମୁଁ ବାଡ଼ଉଛି। ମୁଁ ଫଟେଇଲି। ମୁଁ ଗୋଟେ 3 ମାଡ଼ରେ ମାନେ ତାଙ୍କେ ଗୋଟେ ମାଡ଼ରେ ସବୁ ମାରିଦେଲି। ତାଙ୍କର ଆଉ ହୋସ୍ ନାହିଁ। ସେଠୁ ତାଙ୍କେ ଦି ଜଣ ଯାଇକି ଡାକିଦେଲେ କାହାକୁ ଫୋନ୍ କରିକିରି 10 ହେଇ 100 ଲୋକ ପଳେଇଆସିଲେ। ଆଚ୍ଛା ସେଇଟା ଆପଣ ନିଜେ ଏକଲା? ହଁ ନିଜେ ଏକଲା। ତଥାପି ମୁଁ 30-40 ଜଣଙ୍କୁ ବାଡ଼େଇ ପୁଲିସ ଲାଷ୍ଟକୁ ଆପଣଙ୍କୁ ହେଲ୍ପ କଲେ ତ? ହଁ ଆଚ୍ଛା ଆଚ୍ଛା। ପୁଲିସ ଲାଷ୍ଟକୁ ସାହାଯ୍ୟ ଆସିଲେ। ହୁଁ ହୁଁ ସେଠୁ ସମସ୍ତେ ଯୋଉ ଦେଖୁଥିବା ଲୋକମାନେ ହୁଁ ହୁଁ। ସେଇଠୁ ମୋ ନା ସେଇଠୁ ଗୋଟେ ଯାଯାବର ସେଇଠୁ ଯାଯାବର ମାନେ ହଁ ନୂଆ ହଁ ପ୍ରକାର ସୃଷ୍ଟି ହେଲା। ହଁ ସେଇଠୁ ଷ୍ଟେସନରୁ ଯାଯାବରଠୁ ଯାଯାବର ଭାଇ। ହଁ ସେ ଜାଗାରେ ମତେ ଯାଯାବର ମାନେ ନାଇଁ ଯାଯାବର ନାଇଁ ସେ ଲୋକମାନେ ଜିତୁ ଭାଇ। ହୁଁ ଜିତୁ ଭାଇ ନାଁରେ ଆପଣଙ୍କୁ ହୁଁ ପୁରା ପରିଚୟ ହୁଁ କରିଦେଲେ। କିନ୍ତୁ ପରେ ମୋର ନାଁ ହୁଁ ହୁଁ। ଯାଯାବର ମାନେ କରିବା ପାଇଁ ମୁଁ ଚାହୁଁଥିଲି। ଓହୋ। କିନ୍ତୁ ଆପଣ ଚାହୁଁଥିଲେ ଗୋଟେ ପବ୍ଲିକ କରେଇଦେଲେ ଗୋଟେ ଆଉ। ହୁଁ ଆଚ୍ଛା। କାହିଁକି ନା ଉଁ ଯାଯାବର ହେବାକୁ ଚାହୁଁଥିଲି କିନ୍ତୁ ବନ୍ଦ କରିଦେଲି। କିନ୍ତୁ ମାନେ ଯାଯାବର ନାଁରେ ଆଉ ଟିକେ ପରିଚୟ ହେଇଥାନ୍ତି। କିନ୍ତୁ ମୋର ଜିତୁ ସମସ୍ତେ ସେ ଡାକନ୍ତି କ'ଣ ଜିତୁ ଦାଦା। ହୁଁ ହୁଁ। ଦାଦା ଡାକନ୍ତି। ଦାଦା ଆସିଲ ଦାଦା ଗଲ ମାନେ ଦାଦା ଟାଇପର ସବୁ ଆଉ। ମାନେ ଦେଖିବା ପାଇଁ ତ ବହୁତ ଭୟଙ୍କର ବି ଦେଖା ଯାଉଛନ୍ତି ଆପଣ। ଆଉ ଯେତେବେଳେ ଫାଷ୍ଟ ଟାଇମ ଦେଖିଲି ମାନେ ମୋର ବି ମାନେ ଏବେ ବି ଗୋଡ଼ ହାତ ପୁରା ଥରୁଥିଲା। ଆଉ ଆପଣଙ୍କ ସହିତ କ୍ଲୋଜ ହେଲା ପରେ ମତେ ଟିକେ ନିଜକୁ ସେଥିପାଇଁ ମୁଁ ଯାଯାବର ବନ୍ଦ କରି ମୋ ବନ୍ଧୁ କହୁନାହାନ୍ତି ମତେ କହୁଥିଲେ। ସେ ବନ୍ଧୁ ଗୋଟେ ଯାଯାବର ମାନେ ନ୍ୟୁଜ୍ ପାଇଁ ଗୋଟେ ବାହାର କଲେ ତାଙ୍କେ ଯେ ଯାଯାବର ତ ନାଁ କରିପାରିବେନି କିନ୍ତୁ ଯାଯାବର ପ୍ରେସ୍ ଗୋଟେ କରିଦେବା। ହୁଁ ହୁଁ। ସେଥିପାଇଁ ସେ କମ୍ପାନୀ ଆଚ୍ଛା ଆଚ୍ଛା। ନାଇଁ ଆପଣଙ୍କ ସହିତ ମିଶିକି ବହୁତ ଭଲ ଲାଗିଲା। ଆଉ ଆଗକୁ କଣ ପ୍ଲାନିଂ ରଖିଛନ୍ତି? ତାପରେ କ'ଣ କି ଆମର ସେଇଟା ହେଲା କଲିକତା। ଆଚ୍ଛା। ଆମର ଗଞ୍ଜାମରେ ଫାଷ୍ଟ ଆରମ୍ଭ ହେଲା। ହୁଁ। ଗଞ୍ଜାମରେ ସେ ମଦ କେସ୍ ନେଇକି। ଆଚ୍ଛା ଆଚ୍ଛା। ମଦ କେସ୍ ନେଇକି ଦୁନିଆ ଝଗଡ଼ା ହେଇଥିଲା। ତ ସେ ସମୟରେ ମୁଁ ଏକଲା। ହୁଁ। ସମସ୍ତେ ମୋତେ ପାଗଳ ବାଇଆ କହୁଥିଲେ। ଆଚ୍ଛା। ତଥାପି ମୁଁ ଲଢ଼େଇ କଲି। ହୁଁ। ଲଢ଼େଇ କରିକି ମୁଁ ବମ୍ବେ ପଳେଇଲି। ମୁମ୍ବାଇ ପଳେଇଲେ। ଲଢ଼େଇ ଯୋଉ ମଦ ପାଇଁ କଲି ମୁଁ ଦେଖିଲି ଯେ ମଦ ପିଉଛନ୍ତି 100 ଟଙ୍କାର। ହୁଁ କିନ୍ତୁ ଏପଟେ ଘରେ ଖାଇବାକୁ ମିଳୁନି। ତ ପ୍ରେଗନେଣ୍ଟ ଥିଲେ ବି ଗୋଟେ ସ୍ତ୍ରୀ ତାକୁ ବି ମାନେ ସେ ଝିଅକୁ ବି ଛାଡୁନାହାନ୍ତି ଏମାନେ ପିଇକି ନାଥ ମାରୁଛନ୍ତି। ହୁଁ ହୁଁ। ତ ମୁଁ ଦେଖିଲି ଗୋଟେ ଝିଅକୁ ପ୍ରେଗନେଣ୍ଟ ଅଛି। ତ ଜଣେ ଲୋକ ହୁଁ। ବ୍ରହ୍ମପୁରରେ ତ ତା ପେଟକୁ ନାତ ମାରୁଛି ତାଙ୍କ ସ୍ତ୍ରୀ। ଆଚ୍ଛା ନିଜ ସ୍ତ୍ରୀ କି ନିଜ ସ୍ୱାମୀ ବାଡଉଛି ମଦ ପିଇକି ଆସିକି। ମଦ ପିଇକି ତାର ପ୍ରେଗନେଣ୍ଟ ଅଛି। ହୁଁ ତ ହୁଁ। ସମସ୍ତେ ଦେଖୁଛନ୍ତି କିଏ ରୋକୁନାହାନ୍ତି। କିନ୍ତୁ କିଏ ତାଙ୍କ ପାଖ ତଳେ ହଁ ଯାଉନାହାନ୍ତି ରଖିବା ପାଇଁ। ତ ମତେ ସେ କହିଲା ଭାଇ ସମସ୍ତେ ପାଟି କଲା ସମୟରେ ମୁଁ ଯାଉଥିଲି କଲେଜ ଯାଉଥିଲି। କଲେଜ ଟାଇମରୁ ଆଚ୍ଛା ଆଚ୍ଛା କଲେଜ ଟାଇମ ର କଥା ଇଏ। ମୁଁ ଯାଉଥିଲି ଗଲା ଟାଇମରେ ମୋ ଦେହ ସହିଲାନି। ହୁଁ ହୁଁ। ତଥାପି ମୁଁ ତାକୁ ରୋକିଲି। ହୁଁ ହୁଁ ରୋକିଲା ସମୟରେ ବାଡ଼ା ପିଟା କଲି। ହୁଁ ବୁଝିଲାନି ସିଏ ତାପରେ ତା ପେଟକୁ ମାରି ଦେଇଛି ନା ମୁଁ ଦେଖିକି ମୁଁ ସହିପାରିଲିନି। ହୁଁ ହୁଁ। ମଦ ତ ପିଇଲୁ ପୁଣି ସିଏ ପ୍ରେଗନେଣ୍ଟ। ବାଡ ମାଡ କରିବା କିଛି ହଁ ଆବଶ୍ୟକ ନାହିଁ ତୁ ସିଏ ପିଇଲୁ ତୁ ତୋ ବାଟରେ ଖାଇ ପିଇକି ଶୋଇଥାନ୍ତୁ ସିଏ ତା ବାଟରେ ଶୋଇଥାନ୍ତା। ଯଦି ସିଏ କହିଲା ତତେ ରାଗ ନାଗିଲା ପୁଣି ତୁ ତ କୋଉ ଠିକ କାମ କରିନୁ। ହୁଁ ତୁ ହୁଁ ମୁଠେ ଖାଇବାକୁ ଦେଇପାରୁନୁ। ସେ ପୁଣି ପ୍ରେଗନେଣ୍ଟ ଅଛି ତାକୁ କଣ ଦରକାର। ହୁଁ ହୁଁ ପୁଣି ସେ ସରକାର ଯାହା ପଇସା ଦେଇଥାଉଛି ସେ ପଇସା ଉଠେଇ ତୁ ପିଇ ଦଉଛୁ। ହୁଁ ହୁଁ। ଆଗକୁ ଗୋଟେ ଛୁଆ ଆସିଲେ ସିନା ଆମ ମାନେ ଦୁନିଆ ବଢିବ। ହଁ ହଁ। ତ ମୁଁ ସବୁ ଦେଖି ମାନେ କଲି। ଦୁନିଆ ଦେଖିବା ପୂର୍ବରୁ ସିଏ ପୁରା ମାରିଦେବା ପାଇଁ ବସିଥିଲା। ମୁଁ ସହିପାରିଲିନି ବାଡେଇକି ତାକୁ ପୁରା ନଚା କରିଦେଲି। ଆଚ୍ଛା ଆଚ୍ଛା। ହଁ ସେଠୁ ସେ ସାଇରେ ଟିକେ ମତେ ମାନେ ଜିତୁ ଦାଦା ବୋଲି ନାଇଁ ଜିତୁ ଭାଇ ଆମର ମାନେ ଭାଇ ସେ ସମସ୍ତେ ସେ ତ ଭାଇ ହିସାବରେ ନାଁ ଟା ଲାଷ୍ଟ ଲଗେଇଦେଲେ ଭାଇ ନା। ସମସ୍ତେ ମତେ କହୁଥିଲେ ମାନେ ଜିତୁ ମୋ ନାଁ ଜିତୁ। ହୁଁ ସମସ୍ତେ ମତେ ପଚାରିଲେ ନାଁ କଣ ଭାଇ ହୁଁ ହୁଁ ତମର? ମୁଁ କହିଲି ମୋ ନାଁ ଜିତୁ। ହୁଁ ତା ସମସ୍ତେ କହିଲେ ଜିତୁ ଭାଇ। ଜିତୁ ଭାଇ ତ ସମସ୍ତେ ଜିତୁ ଭାଇ ନାଁରେ ପରିଚିତ କଲେ। ଆଚ୍ଛା। ଗୋଟେ ସାହିରେ ଗୋଟେ ଲେବଲକୁ ବିଭିନ୍ନ ପ୍ରକାର ଅନ୍ୟାୟ ହେଲା। ତ ହୁଁ ବ୍ରହ୍ମପୁରରେ ମତେ
ଗୋଟେ ମୁଁ ଭାଇନା ହେଇଗଲି। ଭାଇ ନାଇଁ ଗଲା। ସେ ସମୟରେ ମୁଁ କଲେଜ ଯିବାର, ହୁଁ ହୁଁ ତ ମୁଁ ଗଲା ମାତ୍ରକେ ସବୁ ସାଇଲେଣ୍ଟ। ହୁଁ ହୁଁ ତ ମୁଁ କ'ଣ କରିବାର ନା, ମୁଁ ଏକା ସମୟରେ ବସିଲା ସମୟରେ ମୁଁ ଭାବିବାର ଯେ ମୋ ଭିତରେ ଗୋଟେ କ'ଣ ଅଛି। ସେ ମୁଁ ପଢ଼ିଲା ସମୟରେ ମୋ ମନରେ ଭାବିବାର ଯେ ମୋ ଭିତରେ ଗୋଟେ କ'ଣ ଅଛି। ଜିତୁ, ଜିତୁ ଭାଇ, ଜିତୁ ଭାଇ, ଭାଇ। ମନେ ମନେ ଖାଲି ଭାବିବାର ଶୋଇଲା ସମୟରେ ହେଲେ ହୁଁ ହୁଁ ମୁଁ ଭାବିବାର ଆକ୍ସନ୍ ବି କରିବାର। ହୁଁ ହୁଁ ଆକ୍ସନ୍‌ଟା କ'ଣ? ଜିତୁ ଭାଇ, ଜିତୁ ଭାଇ। ମୁଁ ଏଇନେ ଗୋଟେ ଆକ୍ସନ୍ କରିବାର। ହୁଁ ହୁଁ ଧୀରେ ଧୀରେ ମୁଁ ଫାର୍ଷ୍ଟ ଇୟର କରିଛି ଛାଡ଼ିଦେଲି ପାଠ, ଆଉ ବେଶୀ ପଢ଼ି ପାରିଲିନି ହୁଁ। ଗରିବ ଯେହେତୁ। ଆଚ୍ଛା ଆଚ୍ଛା ତାପରେ ଧୀରେ ସେ ଭିତରେ ମୁଁ ଛାଡ଼ିଛି। ମୁଁ ସେ ମାନେ ଗୋଟେ ଲେବୁଲ୍ ଅନ୍ୟ ଦେଖି ନ ଦେଖିକିରି ହୁଁ ହୁଁ ଦଶକିରି ମୁଁ ପୁରା ବ୍ରହ୍ମପୁରରେ ବିଖ୍ୟାତ ହେଲି, ମାନେ ଗୋଟେ ଜିତୁ ଭାଇ ହିସାବରେ। ଆଚ୍ଛା ତ ମୁଁ କ'ଣ କଲି, ବ୍ରହ୍ମପୁର ଯେତେବେଳେ ଗୋଟେ ବହୁତ ମ୍ୟାଟର୍ ହେଇଗଲା, ବହୁତ ବଡ ମ୍ୟାଟର ହେଇଗଲା। ତ ମୁଁ ଟିକେ ପଳେଇଲି ବମ୍ବେ ରହିବା ପାଇଁ। କାହିଁକିନା ଏଇଠି ରହିଲେ ନିଜ ସାଙ୍ଗସାଥିରେ ଏକା ମୁଁ ଟିକେ ଧୋକା ପାଇଗଲି। ହୁଁ ହୁଁ ତ ମୁଁ ତାକୁ ସୁଧାରିବା ପାଇଁ ମୁଁ ଟିକେ ବମ୍ବେ ପଳେଇଲି ବୁଲିବା ମୁମ୍ବାଇ ପାଇଁ। ପଳେଇଲେ। କିନ୍ତୁ ମୁଁ କୋଉ ଜାଗା କାହାର ମାନେନି। ମୁଁ ଅନ୍ୟ ଏରିଆ ଯାଇ ପଶି ଯାଇକିରି ମୁଁ କରିବି, କିନ୍ତୁ ମୋ ଏରିଆକୁ କିଏ ଆସିପାରିବନି। ଆଚ୍ଛା ଆଚ୍ଛା ମୁଁ ଅନ୍ୟ ଏରିଆକୁ ପଳେଇବି, ହୁଁ ହୁଁ କିନ୍ତୁ ମୋ ଏରିଆକୁ କିଏ ଆସିପାରିବନି। ଆଉ ଆସିଲେ ବି ମୋ ପରମିସନ୍ ବିନା ଆସିପାରିବେନି। ଆଚ୍ଛା ଏମିତି କି କେହି ବି ନାହିଁ କି ଗୋଟେ ମୁଣ୍ଡିଆ ଆସିପାରିବନି। ଆଚ୍ଛା ତ ଗୋଟେ କ'ଣ ହେଲା କି, ଗୋଟେ ମୁଁ ଯାଇପାରିବି, କିନ୍ତୁ ଅନ୍ୟାୟ ଯଦି ଯୋଉଠି ହଉଥିବ ମୁଁ ଯିବି। ଆଚ୍ଛା ହଁ, ଆଉ ଖାଲି ସେମିତି କିଏ କହିଦେଲା ମୁଁ ଯିବିନି। ଫାଷ୍ଟ ଦେଖିବି କାହାର ଠିକ୍ କି ଭୁଲ୍। ଅନ୍ୟାୟ ହଉଥିଲେ ସେ ଯୋଉଠି ବି ହଉ, ବମ୍ବେ, ସୁରତ, ସେ ଯେତେ ବଡ ଲୋକଟା ବି ଆପଣ ସାମ୍ନା ବମ୍ବେ, ସାମ୍ନି ସୁରତ କରିଦେବେ। ଯୋଉଠି ଡାକିଲେ ବି ମୁଁ ପଳେଇବି ହୁଁ ହୁଁ ବିନା ପଇସାରେ, କି ଟଙ୍କାଟେ ଦେବା ଦରକାର ନାହିଁ। ପଇସା ମୁଁ କୋଉଠୁ ଆଣିଲି ସେ ସବୁ ଅଛି ଗୋଟେ ଅଲଗା। ହୁଁ ହୁଁ ପଇସା ବି ମୁଁ ଦିନକୁ 5 ଲକ୍ଷ କମେଇବାର। ହୁଁ ଛାଡ଼ିଦେଲା ପରେ, କଲେଜ ଛାଡ଼ିଲା ପରେ, ଗରିବ ଘର ଛୁଆ, ହୁଁ ମୁଁ ଦିନକୁ 5 ଲକ୍ଷ ହୁଁ ଇନକମ୍ କରିଦେବାର। ହୁଁ ସେ ସମୟରେ ମୁଁ 2000 ପିଲା ମୁଁ ରଖିଥିଲି। ହୁଁ 2000 ପିଲା ଆଉ ହୁଁ କନ୍ଧ ପିଲା। ଆଚ୍ଛା କନ୍ଧ ପିଲା ମାନେ କନ୍ଧ ପିଲା ମତଲବ ସେ ପିଲାମାନଙ୍କୁ ଖାଇବାକୁ ମିଳିବାର ନାହିଁ, ହୁଁ ପୁଣି ସେ ପିଲା ଆଣିକି ମୁଁ ରଖିବାର। ଅନ୍ୟାୟ କଲେ ମୁଁ ସେମାନଙ୍କୁ ବାହାର ମୋ କଥା ହିଁ ତାଙ୍କେ ଶୁଣିବେ, ଆଉ କାହା କଥା ନାହିଁ। ଆଚ୍ଛା ଆଉ ଯଦି ଆମର ଅଲଗା ପିଲା ରଖିବା, ତାଙ୍କର ସବୁ ଚାଲିଲାଣି। କି ଦେଲା 5 ଲକ୍ଷଟା କି 10 ଲକ୍ଷଟା ତମେ ଏତେ ମାରିବାକୁ ତାଙ୍କେ ଚେଷ୍ଟା କରିବେ। ଚେଷ୍ଟା କନ୍ଧ କରିବେ। ଏତେ ବୁଝିବେନି ଯେ ଯିଏ ଦାନା ଦେଇଛି ତା କଥା ହେଲା ଯିଏ ବୁଝିବେ। ଟଙ୍କା ଦିଏ ତାଙ୍କେ ତା ପଛ ଗୁଣ ଗାଇବେ। କିନ୍ତୁ ଆଉ ଏମିତି କି ଦେଲେ ପରେ ତାଙ୍କ କଥା ଶୁଣିବେନି। ହୁଁ ତ ଆମେ ତାକୁ ବାଡା ବେଲି ସେ ବାଡେଇବ ସାଙ୍ଗେ ସାଙ୍ଗେ। ତ ଆମର ଯୋଉ ଅଲଗା ଲୋକ ଅଛନ୍ତି ସାଂଘାତିକ, ସେମାନେ ଓଲଟି ତା ପଇସା ଖାଇକି ଆମ ଉପରୁ ଆଟାକ୍ କରିବେ। ଏମିତି ଆଚ୍ଛା ହେଲା ଯୋଗୁ ତ ମୁଁ ପଳେଇଲି ଟିକେ ବମ୍ବେ। ତ ଏମିତି ସବୁ ହେଇଥିଲା। ମୁଁ ଦିନକୁ 5 ଲକ୍ଷ କମେଇ ଦେବା, ହୁଁ ହୁଁ ଆଉ 2000 ପିଲା ହୁଁ ହୁଁ ରଖିଥିଲି। ସେ ଟାଇମରେ 2000 ପିଲା ରଖିଥିଲି। ତାଙ୍କୁ ବାଇକ୍ ମାସକୁ 20,000 ନାଁ ଦରମା, ତେଲ, ପ୍ଲସ୍ ଖାଇବା ପିଇବା ତାଙ୍କର ଯେତିକି ଖର୍ଚ୍ଚ ବାର୍ଚ୍ଚ। ଦେଇକି ମୁଁ 20,000 ଟଙ୍କା ଦେବାର। ଆଚ୍ଛା ସେଥିପାଇଁ ମୁଁ ଅନ୍ୟ ଏରିଆକୁ ଯୋଉଠି ବି ଚାଲିଯିବାର। ହୁଁ ଯୋଉ XYZ ଯୋଉ ବି ଅନ୍ୟାୟ ହେଲା ବ୍ରହ୍ମପୁରରେ ହେଲା। ତାପରେ ଗୋଟେ ଜାଗାରେ ବସ୍ ହେଲା, ବସ୍ ଅଟକା ହେଲା। ବସ୍ କ'ଣ ନା, ଗୋଟେ ଝିଅ ଯାଉଥିଲା, ମାନେ ଝିଅ ପୁଅ ସବୁ ମିଶି ଯାଉଛନ୍ତି। ଗଲା ପରେ ଗୋଟେ ବଗିରେ ଝିଅ ପୁଅ ରହିଥାଉ ଯେ, ହୁଁ ସେ ସମୟରେ ମୁଁ ଗୋଟେ ଝିଅକୁ ଜଣେ ଧକ୍କା ଦେଇଦେଲା ପରେ ମଦ ପିଇକି, ଦାରୁ ପିଇକିରି, ତାପରେ ସେ ଗୋଟେ ଆର୍ଗୁମେଣ୍ଟ ହେଲା। ସେ ଜାଗାରେ ମୁଁ ପହଞ୍ଚିଲି। ହୁଁ ହୁଁ ମୁଁ ଯାଇକିରି ଗୋଟେ ଆନ୍ଦୋଳନ ହେଲା ଯେ ଗୋଟେ ଜାଗା ମାନେ ବସ୍ ବଡ଼ ହବ ଯେହେତୁ ଗୋଟେ ସାଇଡ୍ ଝିଅ ଆସିବ, ଗୋଟେ ସାଇଡ୍ ପୁଅ ଆସିବ। ତାଙ୍କେ ଯେତେ ବି କହୁଛୁ ହୁଁ ଝିଅ ଖାଲି ହେଲା ବି ସେପଟେ ଯିବାର ନାହିଁ ପୁଅ। ଆଚ୍ଛା ମାନେ ଆପଣ କହିବା କଥା ଗୋଟେ ବସ୍ ରେ 2ଟା ଗେଟ୍ ଥିବ, ଗୋଟେ ଆଗରେ ପୁଅ ଯିବ, ଗୋଟେ ଆଗରେ ଝିଅ ଯିବ। ତ ଏପଟେ ଝିଅ ଗଲା, ଏପଟେ ହିଁ ଆସିବ। ପୁଅ ସେପଟେ ଗଲେ ପୁଅ ହିଁ ଆସିବ। ଆଚ୍ଛା ଏମିତି ଗୋଟେ ଆନ୍ଦୋଳନ ହେଲା। ତ ସେଥିପାଇଁ ସରକାର ସହିତ ବି ଆଲୋଚନା ଚାଲିଛି। ନାଇଁ ଆଲୋଚନା ହେଲା। ହେଇଗଲା ଆଲୋଚନା। ସେଇଦିନ ହିଁ ଝଗଡା ଫଗଡା ସବୁ ବସ ଭାଙ୍ଗା ପୋଡା ସବୁ ହେଲା। ଗୋଟେ ନାରୀର ଇଜ୍ଜତ ଯଦି ରହୁନି, ହୁଁ କଣ ଦରକାର ଆମର। ସତ କଥା। ସେଥିପାଇଁ ଆମ ସରକାର ଦରକାର ନାହିଁ ନା। ହୁଁ ତ ସେଥିପାଇଁ ଗୋଟେ ଆନ୍ଦୋଳନ ହେଲା। ସେଠୁ ପୁରୁଣା ବସ୍ ଭାଙ୍ଗି ନୂଆ ବସ୍ ଗୋଟେ ଆନ୍ଦୋଳନ ହେଲା। ଆଚ୍ଛା ତ ନୂଆ ବସ୍ ପୁରୁଣା ବସ୍ ଭାଙ୍ଗା ହେଲା, ଗାଡି ରହିଲା। ହୁଁ ଗାଡି ରହିଲା ଗୋଟେ ମିନିମମ୍ ଗୋଟେ ବର୍ଷେ ଭାଙ୍ଗା ହେଇଗଲା। ବର୍ଷେ ଆଉ ପୁରୁଣା ଗାଡି ଦେଖିବାକୁ ପାଇଲିନି। ଆଚ୍ଛା ଆଉ ଯାହା ବଡ ଗାଡି ସେ ରହିଲା। ଆଉ ଯିଏ ମାନି ନେଲା ଯେ ଛୋଟିଆ ଗାଡି ଭାଇ ମୁଁ, ତଥାପି ସେ ଏଡଜଷ୍ଟ କରି ଚଳେଇଲା। ଏଇ ବର୍ଷେ ବନ୍ଦ ରହିଲା, ନୂଆ ଗାଡି ହେଲା। ନୂଆ ଗାଡି ହେଲା ପରେ ଯୋଉଟା କି 2ଟା ଗେଟ୍ ହେଲା, ଗୋଟେ ଝିଅ ଗୋଟେ ପୁଅ। ଆଉ ବସ୍ ଓହ୍ଲେଇଲା ପରେ ହିଁ ତାକୁ ପଇସା ମାଗିବ। ଆଉ ଭିତରେ ପଶିକି ମାଗି ପାରିବନି ଗୋଟେ କଣ୍ଟ୍ରାକ୍ଟ। ଆଉ ଯୋଉ କେତେଟା କେସ୍ ରେ ଯୋଉ ଆମେ ଦେଖୁ, ମାନେ ଝିଅ ମାନେ ଯୋଉ ଚଢିଲା ଯୋଉ ହେଲ୍ପର ଯୋଉ ଗାଡିରୁ ଓହ୍ଲୁନାହାନ୍ତି, ତାଙ୍କର ବା ସିଧା କଥା ଗାଣ୍ଡିରେ ହାତ ମାରି ଦଉଛନ୍ତି। ଆଚ୍ଛା 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 ତ ସେଇ ସବୁ ମୁଁ ଦେଖିକି ସହିପାରିବାନି। ହଁ ତ ମୋ ମନରେ ତ ଗୋଟେ ରାଗ ଆସୁଥିଲା
ଦେଖ ସିଏ ବି ଗୋଟେ କାହା ଘରର ପୁଅ, ହୁଁ ସିଏ ବି ଭାବିଥିବେ ମୋ ଭାଇ ହେଇଥାଇପାରେ, ଏମିତି କି ଏବେ ସମସ୍ତେ କ'ଣ ସବୁ ଭଲ କାମ ମିଳୁଛି, ହୁଁ ହୁଁ ମିଳୁନଥାଉଛି ନା। ସିଏ ଗୋଟେ ଚାକିରି କରିଦେଲା, ତାପରେ ତାଙ୍କୁ ବାଡ଼େଇବା ଦରକାର ନାହିଁ, ତାଙ୍କ ମାଇଣ୍ଡଟା ଖରାପ, ତାକୁ ତା ସୋଚ୍ କିନ୍ତୁ ବଦଳାଇବାକୁ ପଡ଼ିବ। ହୁଁ ହୁଁ କିନ୍ତୁ ଅଚାନକ ହାତ ଉଠେଇବା ଠିକ୍ ନାହିଁ। ମୁଁ ବେଳେବେଳେ ଦେଖିଥାଉଛି, ତ ଏସବୁ ମୋ ରାଗ ବି ଥିଲା ମନେ ମନେ, ଭାଇ ହଉଛି ଅନ୍ୟାୟ ତ ଅନ୍ୟାୟ, ଆମେ ତ ପ୍ରତିବାଦ କରିବା। ନ୍ୟାୟଟା ସବୁବେଳେ ନ୍ୟାୟ। ହୁଁ, ତ ଧୀରେ ଧୀରେ ଏସବୁ ମାନେ ଗୋଟେ ବର୍ଷେ କାଳ ବନ୍ଦ କରିଦେଲେ ଓଡ଼ିଶାରେ। ହୁଁ ତ ସରକାର ବି ଆସିଲା, ଗୋଟେ ଦିନ ହିଁ ଆସିଲା, ରାତି 11ଟା ହେଇଗଲାଣି ଆସିଲା। ମିଟିଂ ହେଲା, ବସିଲା, ନିଆଁ ଜଳୁଛି, 2000 ପିଲା, ରାସ୍ତା ଜାଗା ନାହିଁ। ହୁଁ ଡାଇରେକ୍ଟ ହେଲିକପ୍ଟର ଆସିଲେ, ମିଶିଲୁ, କଥାବାର୍ତ୍ତା ହେଲା, ସେଠୁ ବର୍ଷେ କାଳ ବନ୍ଦ ହେଲା। କେତେ ରିକ୍ୱେଷ୍ଟ କଲି ମୁଁ ଶୁଣିଲିନି, ହୁଁ ପୁରା ହେଲା। ସେଠୁ ଆମ ଓଡ଼ିଶାଟା ଏବେ ହୁଁ ଟିକେ ଚେଞ୍ଜ ହେଲା। ତା ଭିତରେ କ'ଣ କି ଏ ଭିତରେ ହେଲା ସମୟରେ ମୁଁ ପଳେଇଥିଲି କ'ଣ ଯେ ଭୁବନେଶ୍ୱର, ସେ ସମୟରେ ହୁଁ ଏଇ ଆନ୍ଦୋଳନ ହେଲା ପରେ ମୁଁ ସରକାର ସବୁଦିନ କ'ଣ ଆମର ଯୋଉ ମୁଖ୍ୟମନ୍ତ୍ରୀ ଆମ ପାଖକୁ ଆସିକି ମୋର ବି କାମ ପଡ଼ିବ, ମୁଁ ଯିବି। ମୁଁ ଦିନେ ସେଇଟା କ'ଣ ଯେ ବ୍ରହ୍ମପୁର ଫାଷ୍ଟ ହେଲା, ତାପରେ ଭୁବନେଶ୍ୱର ହେଲା। ଭୁବନେଶ୍ୱର କ'ଣ କି ଯେତେବେଳେ ମୁଁ ଯାଇଛି, ମୁଁ ସକାଳୁ ଉଠିକି ମୁଁ ରନିଂ କରିବାକୁ ଗଲି। ରନିଂ କରିବାକୁ ଗଲା ସମୟରେ ସେଠି ଜଣେ କୁକୁର ମାରୁଛନ୍ତି ରାତିରେ। ଯୋଉ ରାସ୍ତାରେ ଶୋଉଛନ୍ତି ଲୋକମାନେ, ତାଙ୍କୁ ଶହେ ଦୁଇଶହ ଦେଇଦେଲେ, କୁକୁର ମାରିଦେଲେ। ସେ 15 କିଲୋ ହେଲା। ଲୋକମାନେ କ'ଣ ଯେ ଅନଲାଇନରେ ଅର୍ଡର କରୁଛନ୍ତି, ଅନଲାଇନରେ ଯେତେବେଳେ ଅର୍ଡର କରିବେ ସେମାନେ ଜାଣୁଛନ୍ତି କୋଉ ମାଂସ, ତା ଭିତରେ 10 କିଲୋ ଚିକେନ ମିଶା ହେଲା, ଆଉ 10 କିଲୋ କୁକୁର ମାଂସ ମିଶା ହେଲା। ତମେ ଗୋଟେ ପିସ୍ ଖାଇଲେ କହିଲେ ଭଲ ଲାଗୁନି, ଆଉ ଗୋଟେ ପିସ୍ ଖାଇଲେ ଭଲ ଲାଗୁଛି, ତମେ ଜାଣିପାରିବନି କୋଉ ମାଂସ କ'ଣ। ଆଚ୍ଛା, ତାଙ୍କେ ମଝିରେ କନଫ୍ୟୁଜ ହେଇଯିବେ। ତ ସେ ଯୋଉ କୁକୁର ମାରୁଛନ୍ତି, ବିଲେଇ ମାରୁଛନ୍ତି, ସବୁ ତାର ମିକ୍ସ ହଉଛି। ସେଥିପାଇଁ ଅନଲାଇନରେ କେବେ ଖୁଅନି, ଅନଲାଇନରେ ଅର୍ଡର କରନି, କଲେ ବି ଆମିଷ ଖୁଅନି, ମାଛ, ଚିକେନ, ମାଂସ କିଛି ଖୁଅନି। ମାଛ ଗୋଟେ ପ୍ରକାର ଚଳିବ, କିନ୍ତୁ ଚିକେନ, ମଟନ ଏସବୁ ଖୁଅନି। କୋଉ ମାଂସ ଦେବେ ଜାଣିବେନି, ଆପଣ ବି କିଛି କହିପାରିବେନି, କହିଲେ ବି ସେ ସବୁ କେହି କଥା ବିଶ୍ୱାସ କରିବେନି। ସେ ସବୁ କଥା କହୁଥିବେ ସିନା, କିଛି ଫରକ ପଡେନି। ଆପଣ ନ ଖାଇଲେ ଗଲା, ଖାଇବାକୁ ଯଦି ଇଚ୍ଛା ଅଛି ନିଜେ ଆଣିକି ବନେଇଦେବେ। ସେ ଗୋଟା ଟ୍ରେନରେ ବିକା ହଉଛି, ଟ୍ରେନରେ ବିକା ହେଲେ ସେ ଯିଏ ରୋଷେଇ କରୁଛି, ସେ ଯୋଉ ମାଲିକ, ସେ ନିଜେ କ'ଣ ଆଣୁଛି ଚିକେନ ଆଣେ, ସେ ଫୋନ କରିଦେଲା, ହେରେ କାଳୁ 10 କିଲୋ ଦେଇଦେବୁ କହିଲେ, ସେ 10 କିଲୋ କି 20 କିଲୋ ଦେଇଦବ। ଦେଲା ପରେ ଇଏ ସବୁ ରୋଷେଇ କରୁଛି, ଟ୍ରେନରେ ପାର୍ସଲ କରୁଛି। ପାର୍ସଲ କଲା ଭିତରେ ଗୋଟେ ପ୍ଲେଟ୍ କାହା ପାଖକୁ ଗଲା, ତା ଭିତରେ ସବୁ କ'ଣ ଏତେ କ'ଣ ଶସ୍ତାରେ କ'ଣ ଦେଇପାରିବେ, ଲସ୍ ହଉଛି। ତ ତେଣୁକରି ସେମାନେ କୁକୁର ରାତିରେ କ'ଣ ଶୋଇବା ଲୋକମାନେ, ଯିଏ ଯୋଉ ଶୋଇବା ଲୋକ ତାଙ୍କୁ 100 ଟଙ୍କା ଧରେଇ ଦଉଛନ୍ତି। ତା ପେଟକୁ ବି ହେଲା, ଖାଇବା ମୁଠେ ତାକୁ ଦେଇଦେବେ ହୋଟେଲରେ। ଇଏ ଗଲା ଗୋଟେ କୁକୁରକୁ ମାରିକି ଆଣିବ, ସକାଳକୁ ହାଣାହାଣି କରି ସାଇଜ କରି ଦେଇଦବ। ଏମିତି କି ମାନେ ଏମିତି ଚାଲିଥିଲା। ମୁଁ ଯାଇକି ଦେଖିଲା ପରେ ଚାଲିଛି, ତାହେଲେ ଭିତରେ ମୁଁ ଏମିତି ରନିଂ କଲା ସମୟରେ ମୁଁ ଦେଖିଲା ପରେ ମୁଁ 5-6 ଦିନ ଦେଖିଲି ଫାଷ୍ଟ କି ଗୋରୁ ମାଂସ। କିଛି ଲୋକ ଅଛନ୍ତି ମୁସଲମାନ ମାନେ, ରାତିରେ ଶୋଇବେ, ମାନେ ଦିନରେ ଶୋଇବେ, ରାତିରେ ତାଙ୍କର ଜିମ୍ କରିବେ, ଆଉ ଖାସ କରି ଖାଲି ଏଇ ଯୋଉ ଗୋରୁ ଯାକୁ, ମାନେ ଗାଈ ଯାକ ଛାଡି ଦଉଛନ୍ତି, ତାଙ୍କୁ ଆଣି ମାରିବେ। ତାକୁ ସେମାନଙ୍କୁ ସବୁ ପାର୍ସଲ କରି, ସେ ଯୋଉ ଅନଲାଇନରେ ସବୁ ଏସବୁ ମାଂସ କୁଆଡେ ଯାଉଛି, ଅନଲାଇନରେ, ଖାଡି ମାଂସରେ, ଆଉ ଯୋଉ ଟ୍ରେନରେ, ଏସବୁ ଦୁନିଆ ବାହାରି ପଡ଼ିଲାଣି ନା ଖାଦ୍ୟ। ତ ସେ ସବୁ ବାହାରେ କିଣାକିଣି କରନି, କି ହୋଟେଲରେ ଖୁଅନି। ଏସବୁ ଅଧା ପାର୍ସଲ ହଉଛି। ତାଙ୍କ ମାନେ କ'ଣ କି 10ଟା ଟୋକା ଜିମ୍ କରିବେ, ଜିମ୍ କରିକିରି ଗୋରୁ ମାଂସ ଆଣିବେ। ଆଉ କ'ଣ ପାଟି ଫିଟିଲେ କି ଭାଟି ଫିଟେଇବ ନାହିଁ। ଏ ଗୋଟେ ବାଘ ପିଲା ଜିତୁ ଭାଇ ଯେତେବେଳେ ଅଛି, ତାଙ୍କର କିଛି କହିବା ପାଇଁ ବି ଡରିବେ ନିଜକୁ। ତାପରେ ଗୋଟେ କଥା ହେଲା, ସ୍ୱୟଂ ଭଗବାନ ବା ଓହ୍ଲେଇଲା, ମାନେ ଜିତୁ ଭାଇ ଉପରେ। ତ ମୁଁ ସହି ପାରିଲିନି, ସବୁ ଅନ୍ୟାୟ ଦେଖିଲି। ଆଗେ ପୋଲିସ କହିବି ତାହେଲେ କିଛି ହବନି, ତ ମୁଁ ନିଜେ କିଛି କରିବାକୁ ଚେଷ୍ଟା କଲି। ତ ନିଜେ କରିବାକୁ ହେଲେ ମୁଁ କ'ଣ କଲି, ତାଙ୍କେ ଆଗେ ଦେଖିଲି କିଛିଟା ଅନ୍ୟାୟ ଦେଖିଲା ପରେ, କୁକୁରକୁ କାହିଁକି ମାରୁଛ, କିସ ବି ମାରୁଛ ପଚାରିଲି। ସେମାନେ ପୁଣି ମାରି ଦଉଛନ୍ତି, ସେ ମାଲିକ କହୁଛି ଅଖା ଘୋଡ଼େଇ ରଖିଦେ। ମୁଁ ଦେଖିଲି, ନ ଜାଣିଲା ପରେ ରହିଲା ଭିତରେ ମୁଁ ଦେଖି ପିଲା ନଗେଇଲି, ଜାଣିଲି ସବୁ ଜାଗାରେ, ସବୁ ଷ୍ଟେସନରେ ବୁଲି ଦେଖିଲି ସବୁ ଏମିତି ଚାଲିଛି। ତ ମୁଁ ଭାବିଲି କ'ଣ କେମିତି ରୋକିବା, ଭାବି ତାପରେ ସେଠୁ ରାତିରେ ମୋ ପିଲା ବୁଲିଲେ। ରାତିରେ ବୁଲିଲେ, ଯିଏ କୁକୁର ମାରୁଛି ତାକୁ ମାନେ ମାଡ଼, ଯିଏ ଗାଈ ଚାଲଣ କରୁଛି ମାଡ଼, କୁରୁକ୍ଷେତ୍ର ମାଡ଼। ସେଠୁ ଭୁବନେଶ୍ୱର ମୁଁ ହାଇଲାଇଟ୍ ହେଇଗଲି, ଫାଷ୍ଟ ବରପୁର, ତା ଭୁବନେଶ୍ୱର। ତାପରେ ଏମିତି ହେଇ ମୁଁ ସେ କେସରେ ମୁସଲମାନ ଆଉ ନାଗିଲେ ନା। ତ ମୋ ସାଙ୍ଗ ଯାକ, ମୁଁ ଯୋଉ ରହିବାର ଗୋଟେ ଆମ ସାଙ୍ଗ ଥିଲା ଗାଁରେ, ସେ ସବୁ ପଇଦାର,
ମୁଁ ପଢଉଛି କଣ ବୋଲି, ତ ସେଥିପାଇଁ ଗୋଟେ ନଖରା ହେଲା, ମୁଁ ପଳେଇଲି ବମ୍ବେ, ସେଠୁ ଡାଇରେକ୍ଟ ବମ୍ବେ। ଆଚ୍ଛା ତେଣୁକରି ମୋର ନାଁ ହେଇଗଲା ଭୁବନେଶ୍ୱର ବି, ସମସ୍ତେ ମତେ ଯୋଉ ଅନ୍ୟାୟ ହେଲା ଧୀରେ 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 ହେଲା, ମୁଁ ସେଠୁ ବମ୍ବେରେ ଗୋଟେ ନଖରା ହେଲା, ବମ୍ବେରେ ଆଉ ତ କଟକରେ ହେଲା, যিনি ଓଡ଼ିଶାରେ ଯେତେ ଚାଲିଛି। ମାନେ ଏଇଠୁ ଧରି ଭୁବନେଶ୍ୱର କାଲକାଟା ଧରି ମୁମ୍ବାଇ ପରେ ଆପଣ ପୁରା ଫେମସ ହେଇଗଲେ। ଆଚ୍ଛା ତେଣୁ ବିଭିନ୍ନ ପ୍ରକାର ଯୋଉ ଅନ୍ୟାୟ ହବ, ଏମିତି ବିଭିନ୍ନ ପ୍ରକାର ଅନ୍ୟାୟ କୋଉଟା ନ ହେଇକି ନାହିଁ। ତ ମୁଁ ଅଟକେଇବାକୁ ଚେଷ୍ଟା କଲି ଗୁରୁ, ମାନେ ଆମର ଗାଈ ମାତାକୁ ନ ମାରିବା ପାଇଁ। ଆଚ୍ଛା ଗୋ ମାତାକୁ ନ ମାରିବା ପାଇଁ। ସେ ସବୁ ରୋକିବା ପାଇଁ ଚେଷ୍ଟା କଲି, କଲା ସମୟରେ ତ ମୁସଲମାନ ଆଉ ହିନ୍ଦୁ ଭିତରେ ଲଢ଼େଇ ଚାଲିଲା। କିଛି ଓଡ଼ିଆ ଭାଇମାନେ ମରିଗଲେ, କିଛି ହିନ୍ଦୁ ଭାଇମାନେ ମରିଲେ। ଆଇରୁ ମୁଁ ଦେଖିବାକୁ ପାଇଲି ଯେ କିଛି ମାନେ ନିରୀହ ଲୋକ ବି ମରିଯାଉଛନ୍ତି। ଏଥିରେ ନିରୀହ ଲୋକର ବଳି ପଡୁଛି। ତ ତାପରେ ମୁଁ ଦେଖିଲି ଯେ ମୁଁ ବଞ୍ଚିଲି ତ କଣ କରିବି, ତ ଏସବୁ ଭାବିକିରି ମୁଁ ଟିକେ ବମ୍ବେ ପଳେଇଥିଲି। ବମ୍ବେରେ କଣ ହେଲା, ଗଲା ସମୟରେ ବମ୍ବେରେ ସବୁ ରହିଲା ସମୟରେ ବମ୍ବେରେ ସେଠି ବି ଗୋଟେ ହିନ୍ଦୁ ମୁସଲମାନ ଲଢ଼େଇ ଚାଲିଥିଲା, ଆଉ ସେଠି ବି ଗୋଟେ ଢୁକିଲି। ହିନ୍ଦୁ ମୁସଲମାନ ଲଢ଼େଇ ଚାଲିଥିଲା, ଲୋକମାନଙ୍କୁ ନେଇକିରି ବିକ୍ରି କରିଦେଉଥିଲେ, ଏମିତି ସବୁ ସେମ୍ ସିମ୍ପଲ୍। ଛୋଟ ଛୋଟ ପିଲାଙ୍କୁ ବି ଚାକିରି କରି ନେବେ, ଚାକିରି ଦେବେନି, ନେଇକି ଗୋଟେ ଘର ରଖିଦେବେ, କାମ କରେଇବେ ପଇସା ଦେବେନି, କିଛି ନାହିଁ, ବୁଢ଼ାରେ ଛାଡ଼ିବେ। ଏମିତି ଗୋଟେ ଅଛି, ଗୋଟେ ଜାଗାକୁ ପଳେଇଲି। ତ ସେଇଠି ବି ନଫଡ଼ା ହେଲା, ସେଠି ସବୁ ବାହାରିଲା, ଏ ନଫଡ଼ା ସେ ନଫଡ଼ା ସବୁ ସବୁଆଡ଼େ ଫେମସ୍ ହେଇକି ମୋର 2000 ପିଲାରୁ ଲକ୍ଷେ ଲକ୍ଷେ ପିଲା ହେଇଗଲା ମୋ କ୍ଲାସ୍। ଆଚ୍ଛା ଆଚ୍ଛା ଏମିତି ଓଡ଼ିଶା ସାରା ମୋ ପିଲା, ଆଉ ସମସ୍ତେ ମାନିଗଲେ, ଏମିତି ବମ୍ବେରେ ବି ମାନିଗଲେ। ଓଡିଶା ବାହାରେ ଓଡିଶା ଭିତରେ ଯେମିତି ମାନିଲେ, ଓଡିଶା ବାହାରେ ବି ସେମିତି ମାନିଲେ, ସେଇଠୁ ଆପଣ ଲୋକପ୍ରିୟ ବି ଅଧିକ ହେଇଗଲେ। ଲକ୍ଷ ଲକ୍ଷ ପିଲା, ତ ମୁଁ ଆଉ ଡରିଲିନି। ସବୁ ପିଲା ମାନେ କାମ କରିବାକୁ ନେଇଯିବି, ଛୋଟ ଛୋଟ ପିଲା ଭାବିଲି ତମେ ଏବେ ରାଗିକି ପଳେଇଛ ବମ୍ବେ, ଘର ଲୋକ ଝଗଡ଼ାକିରି ବମ୍ବେ ପ୍ଲାଟଫର୍ମ ଶୋଇଛ, ତ ମୁଁ ନେଇଗଲି ଚାକିରି ଦେବି, ଆଉ ନେବେ କି? ତମ ବୋଉ ଭାବିବ ଯେ ଗଲା ପରେ ମରିଗଲା, ସେ ସମୟ ତମେ ଯାଇକି କଣ ଅଛ ନା ଗୋଟେ କାରଖାନାରେ ଅଛ, ସେମାନେ ଚାକିରି ଦେବା ଆଶା ନେଇଯାଉଛନ୍ତି, ତମେ ଆଉ ଖାଇବା ପିଇବା ଦେଇ ରଖୁଛନ୍ତି, କାମ କରାଉଛନ୍ତି, ସବୁ ଠକାମି ସବୁ ପଡ଼ିଯାଇଛନ୍ତି। ତ ମୁଁ ତାଙ୍କୁ ମୁକୁଳେଇକି ମାନେ ବହୁତ ବି ନଫା ହେଲା, ଦୁନିଆ ପରେ ଯାହା ଅନ୍ୟାୟ ହେଲା ଇତ୍ୟାଦି। ସେମିତି ପ୍ରୋବ୍ଲେମ୍ କଣ ଗୋଟେ ନାରୀ, ଗୋଟେ ଚୋରି, ଆଉ କାହାର ପ୍ଲଟକୁ କିଏ ଖରାପ କରିବା, ମାନେ ଜବରଦଖଲ କରିବା। ହଁ, ଆଉ ତାପରେ କଣ ହଉଛି ଯାହା ତ ସେମ୍ ପ୍ରୋବ୍ଲେମ୍, ଓଡ଼ିଶାରେ ଅନ୍ୟାନ୍ୟ ଗଞ୍ଜାମରେ ଯା ପ୍ରତ୍ୟେକ ଘରେ ଯା ପ୍ରୋବ୍ଲେମ୍, ସବୁ ତ ସେ ପ୍ରୋବ୍ଲେମ୍। ତ ବମ୍ବେରେ ବି ସବୁ ମୁଁ ଫେସ୍ କଲି। ତାପରେ ହେଲା ପରେ ଆଉ କଲିକତା ପଳେଇଲି। କଲିକତା କହୁଥିଲି ସେ ଝିଅ ବିଷୟରେ, ତ ସିଏ ଗୋଟେ। ତ ଧୀରେ 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 ତାପରେ ମୁଁ ଏସବୁ ହେଲା ଭିତରେ ଦେଖିଲି ଯେ ସବୁଆଡ଼େ ଫେମସ୍ ହେଲି। ତ ମୁଁ ହେଲା ଭିତରେ ମୁଁ ଛାଡ଼ିଲି କଣ ପାଇଁ, ତ ସମସ୍ତେ ଗୋଟେ ଆନ୍ଦୋଳନ ହେଲା, ମଦ ପାଇଁ ଗୋଟେ ଆନ୍ଦୋଳନ ହେଲା। ଆଚ୍ଛା। ତ ମଦ ପାଇଁ ଆନ୍ଦୋଳନ ହେଲା ପରେ ଆନ୍ଦୋଳନ ହେଲା ଭିତରେ ମଦ ପାଇଁ ଆରମ୍ଭ ହେଲା ଭିତରେ ସରକାର କହିଲା ଯେ ଆମେ ତ ଆନ୍ଦୋଳନ କରୁଛି କି? ମତେ ପଚାରିଲା ସମୟରେ ବସଛୁ, ଯିଏକି ଆମର ମୁଖ୍ୟମନ୍ତ୍ରୀ ପଚାରିଲେ ଯେ ଆନ୍ଦୋଳନ କରୁଛି କିଏ? ଆମେ ସମସ୍ତେ କହିଲେ ଆମେ କରୁଛୁ। ତ ସିଏ କହିଲେ ପିଉଛି କିଏ? ନା ଆମେ ହିଁ ପିଉଛୁ। ସତ କଥା କହୁଛ ତମେ, ଆନ୍ଦୋଳନ କରୁଛ, ମୁଁ ତ କହୁନି ନା। ମୁଁ ଖାଲି ବେପାରଟା ଲଗେଇଛି, ତମେ ବେପାର କରୁଛ, ମୁଁ ଲାଇସେନ୍ସ ଦଉଛି। ଲାଇସେନ୍ସ ଦେଲା ସମୟରେ ମୁଁ ଏଇଟା ତମେ ଲାଇସେନ୍ସ ବନ୍ଦ କରିଦେବି, ଏମିତି ନାହିଁ ଯେ ମତେ ଏଇଟା ପ୍ରଫିଟ୍ ହଉଛି। ଯୋଉଟା ଅଧିକ ସେଲ୍ ହଉଛି ମତେ ତାର ଅଧିକ ପଇସା ମିଳୁଛି। ବିନା ଲାଇସେନ୍ସରେ କିଏ କୋଉଟା ବିକିନି, ମେଡିସିନ ହଉ, ପରିବା ପତ୍ର ହଉ, ବା ଯାହା ଇତ୍ୟାଦି ଲୁହା ହଉ, ଯାହା ବି ହଉ, ବିନା ଲାଇସେନ୍ସରେ କିଏ ବିକିନି। ଆମେ ତ ଲାଇସେନ୍ସ ଦେବାକୁ ବାଧ୍ୟ। ଯଦି ସେଇଟା ବେଶୀ ସରୁଛି ସେ ମତେ ବେଶୀ ପଇସା ଦଉଛି, ଯେହେତୁ ସେ 2 ନମ୍ବର ଧନ୍ଦା ହେଲେ ଆଉ ଟିକେ ଅଧିକ ଦଉଛି, ଅଧିକ ପରିମାଣରେ ଦଉଛି ଆଉ। କିନ୍ତୁ ଆମର ଏମିତି ନାହିଁ ଯେ ମୁଁ ସେଇଟା ତାକୁ ନେଇ ଚଳୁଛି। ଆପଣ କହିଲେ ସରକାର, ସେ କହିଲା ଯେ ସେଇଟା ଯଦି ବନ୍ଦ କରିଲେ କରିଦିଅ। ଲୋକମାନଙ୍କ ମୁଣ୍ଡରେ କଣ ପଶି, ସରକାର ସେଥିରେ ହିଁ ଚଳୁଛି, ସରକାର ନ ଚଳିଲେ ଭିକାରୀ ହେଇଯିବ। ଆରେ ଭିକାରୀ ତମେ ମାନେ ହେଇଯାଉଛ, ତମେ ମାନେ ଗୋଟେ ସେକେଣ୍ଡ ନ ପିଲା ବଣା ବଣା ହେଇଯାଉଛ। ତମ ପଇସା ହିଁ ଆମ ପାଖକୁ ଆଉଛି, ଆମେ କଣ ବିକ୍ରି, ଆମେ ତାହେଲେ ତାଙ୍କେ ସେଇଟା ବୁଝି ପାରୁନାହାନ୍ତି। ତ ଓଲଟି ସେମାନେ ସୋସିନ ହେଇଯାଉଛି, ତ ତାଙ୍କେ ଆମ କଥା ମାନୁନାହାନ୍ତି। ଆମେ ଦେଖୁନା ସରକାର କହିଲା, ଦେଖୁନ ସେ ଦେଖାଉନି ବିଡି ପିଇଲେ ଦେହ ପ୍ରତି କ୍ଷତିକାରକ, ମଦ ପିଇଲେ ଦେହ ପ୍ରତି କ୍ଷତିକାରକ, ଏସବୁ ଲେଖୁଛ ନା ନା, ଲେଖିବା ସତ୍ତ୍ୱେ ବି ସେମାନେ ପିଉଛନ୍ତି। ତେଣୁକରି
ତାଙ୍କ ଏଇନେ ବୁଝେଇଲି ତ ମୁଁ ଲୋକମାନଙ୍କୁ ବୁଝେଇଲି ସେ ସମୟରେ ଯେ ଠିକ କଥା ସରକାର କହିଲା ଯେ ନିଜେ ନିଜେ ସୁଧାରିଯିବ ନ ପିଆବି ନିଜେ କରନି ତ ଅଟୋମେଟିକ ବନ୍ଦ ହବ ତ ଗୋମାତା ବି ଲଢ଼େଇ ଚାଲିଥିଲା ତ ସେଇଠି ଗୋଟେ ଆନ୍ଦୋଳନ ସବୁ କଥା ମୁଁ ସେଇଦିନ ଛାଡ଼ିଦେଲି ସେଦିନ ଗୁଣ୍ଡାଗିରି ସବୁ ଛାଡ଼ିକିରି ମୁଁ ଏଇ ଜାଗାରେ ଅଛି ବୋଲି କି ଜାଣିନି ଆଚ୍ଛା ମୁଁ ଏକଲା ରହୁଛି ମୁଁ ଆଉ ପଦାକୁ ବାହାରୁନି ବିପଦ ଯଦି ଭଲ ସେତିକି ଭଲ ସେତିକି। ତ କେବେ ବାହାରିବି ସେଥିପାଇଁ ସୋସିଆଲ ମିଡିଆରେ ଆପଣ ବାହାରୁନାହାନ୍ତି କଣ ପାଇଁ ବାହାରୁନାହାନ୍ତି ସେଥିପାଇଁ ଜାଣିବା ପାଇଁ ଆମେ ଏଠିକି ଆସିଲୁ ଆଉ ବହୁତ ବହୁତ ଧନ୍ୟବାଦ ତାପରେ ଆପଣ। ଶୁଣୁନାହାନ୍ତି ସେଠୁ କଣ ହେଲା କି ଯୋଉ ଆମର କୋଉଠି ଥିଲା କଥାଟା ନା ହଁ ଲୋକମାନଙ୍କୁ ବୁଝେଇଲି ଯେ ନିଜେ ତମେ ପିଉଛ ପିଇବା ବନ୍ଦ କଲେ ତ ବନ୍ଦ ହେଇଗଲା ତ ଯିଏ କମ୍ପାନୀ କରିଥିଲେ ମଦ କମ୍ପାନୀ ସେମାନେ ଲଢ଼େଇ କଲେ ମୋ ସହିତ ଝଗଡ଼ା କଲେ ଯେ ଆମର ତ ଭଲ ସେଲ୍ ହଉଥିଲା ତୁ କାହିଁକି ବାହାରିଲୁ ତ ମୁଁ କହିଲି ଦେଖ ଭାଇ ସିଏ ଗୋଟେ ପରିବାର ତମେ ପଇସା ସିଏ ଗୋଟେ ପରିବାର ଲୋକ ତମେ ପଇସା ଏତେ କମେଇବ କିଛି ନବନି ଖାଲି ଶରୀର ଯିବ ତ ଏମିତି କିଛି କମ୍ପାନୀ କର ଯେ 5 ଲୋକ ବଞ୍ଚି ପାରିବେ ତମେ ଏ କମ୍ପାନୀ କରିକି ଲୋକଙ୍କୁ ମାରିଲେ କଣ ହବ ତ ଲଢ଼େଇ କରି ସେମାନେ ରାଜି ହେଲେ କିନ୍ତୁ ପିଇବା ଲୋକ ରାଜି ହେଲେନି ପିଇବା କହିଲେ ପୁଣି ଯେତିକି ଲୋକ ଭଲ ପାଉଥିଲେ ସେ ସବୁ ରାଗିଲେ ସେଠୁ ମୁଁ ଆଉ ଗୋଟେ ଆନ୍ଦୋଳନ ଥିଲା ସେ ସମୟରେ ଯେ ଗୋମାତାକୁ ଯୋଉ ମାରୁଛନ୍ତି ସେ କେମିତି ମାରୁଛି ଆମ ଘରକୁ କଣ ଚୋରି ନେଇଯାଉଛନ୍ତି ଯଦି ଆମେ ରାସ୍ତା ଛାଡ଼ିଦେବା ତ ସେମାନେ ଉଠେଇ ନେଇଯାଉଛନ୍ତି ନହେଲେ ଆମେ ବିକ୍ରି କରି ହାଟରେ ନେଇକି ସେମାନେ ନେଉଛନ୍ତି ତ ଆମେ ରାସ୍ତାରେ କିଛି ଛାଡ଼ିବାନି ଯିଏ ଛାଡ଼ିବ ତା ନାଁରେ କେସ୍ ହବ ସେଥିପାଇଁ ଗୋଟେ ଗାଈର ଆଧାର କାର୍ଡ ହେଇଗଲା ଯିଏ ଛାଡ଼ିବ ତା ନାଁରେ କେସ୍ ହବ ଜଣାପଡ଼ୁଛି ଅଟୋମେଟିକ ଗାଈ ଯିଏ ବି ଗାଈ ବିକିବ ଆଉ ବାହାରକୁ ଆଉ ବିକା ହବନି ସେ ହିଁ ମାନେ ଯାଯାବର ଗୋଟେ ନାଁ ରହିବ ଯାଯାବର ନାଁ ରହିବ ସେଇଠି ହିଁ ବିକା ହବ ଆଉ ସିଏ ମାନେ ମୋ ନାଁରେ ରହିବ ଜିତୁ ଭାଇ କହିକିରି ଆଉ ସିଏ ଗୋଟେ ନାଁ ରହିବ ଗାଈ ଯିଏ ଦବ ଗୋଟେ ମତେ ହିଁ ଦବ ଆଚ୍ଛା ତ ସେଇଠୁ ମୋ ନୂଆ ନାଁ ଭାତ ଯାଯାବର ହେଲି ଯାଯାବର ତ ସେଇଠୁ ମୁଁ କହିଲି ଯେ ଗାଈ ମତେ ହିଁ ଦବ ସେ ଯୋଉ ଗାଈର ସାର ନେଇକିରି ଆମେ କିଛି ଜୈବ ଚାଷ ହବ ଲୋକମାନଙ୍କ ଖାଦ୍ୟଟା ଭଲ ହବ ଏଇ ଯୋଉ ପିଢିଆ ଦଉଛି ସରକାର ଯୋଉ ଲାଇସେନ୍ସ ଦେଇ ଦଉଛନ୍ତି ଯୋଉ ବିଷ ପକେଇବ ଘାସ ପକେଇବ ଔଷଧ ମାଟି ଖରାପ ହଉଛି ନା ପରିବେଶ ଖରାପ ହଉଛି ପାଣି ଖରାପ ହଉଛି ତ ମୁଁ ସେଥିପାଇଁ ବି ଆନ୍ଦୋଳନ ହେଇଥିଲା ଯେ ଗାଈଟା କଣ କରି ଆମ ଫାଇଦା କଣ ନା ଗାଈ ସିଏ ନ କ୍ଷୀର ଦଉ ତା ତ ଗୋବରରୁ ଆମର ତ କିଛି ସାର ବାହାରି ପାରିବ ସାର ଦ୍ୱାରା ଲୋକମାନେ ତ ଭଲସେ ଫସଲ କରିପାରିବେ ହଁ ସେଥିପାଇଁ ଗୋଟେ ଆନ୍ଦୋଳନ ଚାଲିଥିଲା ଲୋକମାନେ କି ମାନିବାକୁ ରାଜି ହେଲାଣି କାହିଁକିନା ମୁସଲମାନ ଯଦି 5,000 ଟଙ୍କାରେ ମାଗିବେ ଦେଇଦେବେ ମୁଁ 1,000 ଟଙ୍କା ମାଗି ଦେବେନି କିନ୍ତୁ କଥା ତାଙ୍କ ଟିକେ ଅଧିକ ପଇସା ମାଗିଦେବେ ତ ଏମିତି ହେଇକି ଯୋଉ ଝଗଡ଼ା ହେଲା ଲୋକମାନେ ବୁଝିଲେନି କିଛି ବନ୍ଦ ହେଲା କିଛି ଚାଲିଲା ଏ ନେଇକି ମତେ ପୁଣି ଯେତିକି ଲୋକ ଭଲ ପାଉଥିଲେ ସେତିକି ଲୋକ ମୋ ଉପରେ ରାଗିଲେ ତେଣୁକରି ମୁଁ ଧୀରେ ଧୀରେ ଓହରିଗଲ ଛାଡ଼ିଗଲି ମୁଁ କହିଲି ଲୋକମାନଙ୍କ ପାଇଁ ଅନ୍ୟାୟ ପାଇଁ ଚାହୁଁଥିଲି ସେମାନେ ହିଁ ଅନ୍ୟାୟ କରୁଛନ୍ତି ଆମେ କାହିଁକି କାହା ଲାଗିବା ମାନେ ଯାହାକୁ ଆପଣ ବିଶ୍ୱାସ କଲେ ସେମାନେ ବିଶ୍ୱାସରେ ବିଷ ଦେଲେ ଆପଣ ନିଜେ ସାଇଡ ହେଇଗଲେ ତ ମୁଁ ଏତେ ଭଗବାନ କିଛି ଅସୁବିଧା କନି ମୁଁ ଯେତିକି ମୁଁ ବଞ୍ଚିଯିବି ଲୋକମାନଙ୍କର ଭବିଷ୍ୟତ ପାଇଁ ମୁଁ ଚାହୁଁଥିଲି ଲୋକମାନେ ତ ବୁଝିଲେନି ତଥାପି ମୁଁ ତଡି ହେବିନି ସେମାନଙ୍କର ସୋଚ ମୁଁ କେମିତି ବଦଳେଇବି ସେ ଚିନ୍ତାରେ ଅଛି ଆଉ ନିଶ୍ଚିନ୍ତ ବଦଳେଇ ଦେଇ ଭାବୁଛି କାହିଁକି ନା ଦେଖ ଯଦି ଗାଈ ନ ବିକ୍ରି କରିବା ଅନ୍ୟ ଜାଗାରେ ତ ମୁସଲମାନ ବେପାର କରିପାରିବେନି ଏକ ଆମେ ନ ପିଇଲେ ବି ମଦ ବିକ୍ରି ହବନି ଆମେ ନିଜେ ବଦଳେଇବାକୁ ପଡିବ ଏସବୁ କିଛି କଥା ମୁଁ ଲୋକ ଆଗକୁ ଯିବି ପଛେ ତ ଏମିତି ତ ଗୋଟେ କଥା ଆଉ ସେଥିପାଇଁ ମୁଁ ଗୁଣ୍ଡାଗିରି ଆରମ୍ଭ ହେଇଥିଲା ଗୁଣ୍ଡାଗିରି ଶେଷ ହେଲା ତଥାପି ଆଗକୁ ବାହାରିବି ଯାଯାବର ନାଁରେ ବାହାରିବି କିନ୍ତୁ ଲୋକମାନଙ୍କୁ ମୋ ଯେତେ ଆଶା ବଦଳେଇ ଦେଇ ଭାବୁଛି ଲୋକମାନଙ୍କୁ ଆପଣ ବଦଳେଇ ଦେଇ ପାରିବେ ବୋଲି ଚେଷ୍ଟା ଅଛି ଆଉ ଲୋକମାନେ ଯେତିକି ଭଲ ପାଉଥିଲେ ସେତିକି ପୁଣି ମତେ ଆଉଥରେ ଭଲ ପାଇବେ ହଁ ପାଇବେ ତ ସେତିକି ମତେ ବିରୋଧୀ ହେଲେ ପରେ ତ ସେଥିପାଇଁ କାହା ପାଇଁ ଲଢେଇ କରିବି ସେଥିପାଇଁ ମୁଁ ଆଜି ଛାଡ଼ି ଦେଇଛି ମୁଁ ଆରାମ ଜୀବନ କଟଉଛି ସବୁଦିନ ମୋ ମନ ଗୋଟେ ଦୁଃଖ ରହିଗଲା ଯେ ଲୋକମାନେ ବୁଝିଲେନି କିଛି ଉଲ୍ଟି ମୋ ଉପରେ ରାଗିଲେ ସେଥିପାଇଁ ମତେ ଟିକେ ଛିଚା ଲାଗିଲା ଚିନ୍ତାରେ ଅଛି କୋଉଦିନ ବାହାରିବି କାହିଁକିନା ଆମେ ସେମାନେ ଭୁଲ ରାସ୍ତା ଯାଉଛି ଆମେ ରାଗିକି ଦଢେଇ ପଡିବା ତାହେଲେ ତ ଅନ୍ୟାୟ ହେଇଯିବ ସେଥିପାଇଁ କିଛି ତାଙ୍କୁ ମାନେ ଠିକ ମାର୍ଗ ଦେଖେଇବା ପାଇଁ ଆମେ କିଛି ଆଗକୁ ଯିବାକୁ ପଡିବ ଯେତେ ଯିବି ଷ୍ଟ୍ରଙ୍ଗଲି ଯିବି ହଉ ଓକେ ଆପଣଙ୍କୁ ବହୁତ ଧନ୍ୟବାଦ ଆପଣ ଏତିକି ସମୟ ଦେଇଥିବାରୁ ପୁଣି ଆସିବେ ପାର୍ଟ 2 ରେ ହଁ ମୁଁ ଏମିତି ଆଉଥରେ ସମୟ କଲେ ଡାକିବି କିନ୍ତୁ ମରିଯିବ ପଛେ ଜାଗା କେବେ କହିବାନି କାହାକୁ ନାଇଁ ଆସୁଛି ଆଜ୍ଞା ନମସ୍କାର